ସ୍ମୃତି ସନ୍ଦନ ଡିଜିଟାଲ ସାହିତ୍ୟ ଆଶ୍ରକୁ ମୁଁ ମନୋରମା ପଣ୍ଡା ଭୁବନେଶ୍ୱରରୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ ଓ ନବବର୍ଷ 2026ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଏହାର ସୁଦକ୍ଷା ସମ୍ପାଦିକା ସମାନିଆ ସବିତା ଅପାଙ୍କୁ ମୋ ଭକ୍ତି ପ୍ରଣାମ ଜଣାଉଛି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ଜୀବନରେ ଅନେକ ସମୟରେ ମଣିଷ ବ୍ୟସ୍ତବହୁଳ ଜୀବନ, ଅନେକ ସମୟରେ ଇଚ୍ଛା ହୁଏ ଟିକେ ଶାନ୍ତି ପାଇଁ, ଟିକେ ଭଗବାନଙ୍କୁ ନିଜକୁ ସମର୍ପଣ କରିବା ପାଇଁ, ଈଶ୍ୱରଙ୍କ ପାଖରେ ଟିକେ ପ୍ରାର୍ଥନା କରିଲେ, ମନର କଥା ଜଣାଇଲେ ମନକୁ ଟିକେ ଆଶ୍ୱସ୍ତ ଲାଗେ ଏବଂ ଶାନ୍ତି ମିଳେ। ତା ଛଡ଼ା ପ୍ରଭୁଙ୍କ ନାମ ନେଇ ଯେକୌଣସି ଭଜନ ହଉ, ପ୍ରଭୁଙ୍କ ନାମ କୀର୍ତ୍ତନ ହଉ, ଶୁଣିଲା ପରେ ମନରେ ଏକ ଅଦ୍ଭୁତ ଶିହରଣ ହୁଏ ଏବଂ ପରିବର୍ତ୍ତନ ଆସେ। ସେମିତି ଏକ ଭାବନାରେ ମୋର ଗୋଟେ ଭଜନ ମୁଁ ଗାଇ ଶୁଣାଉଛି ଆପଣମାନଙ୍କୁ। ନିଃସ୍ୱକର ହେ ମୋତେ ବିଶ୍ୱବିହାରୀ, ନିଃସ୍ୱକର ହେ ମୋତେ ବିଶ୍ୱବିହାରୀ, ଖାଲି ଖାଲି ଆସିଥିଲି, ଖାଲି ଖାଲି ଆସିଥିଲି, ଖାଲି ଯିବି ଫେରି, ଏତିକି ବୁଝିବା ମୋର ହୋଇଗଲା ଡେରି। ନିଃସ୍ୱକର ହେ ମୋତେ ବିଶ୍ୱବିହାରୀ, ଅଳ୍ପ ଚାହିଁଲି ଅନେକ ପାଇଲି, ଆଉ କିଛି ଚାହେଁନା, ଅମୃତ ଭାବନା କରେ ଆନମନା, କିଛି ଭଲ ଲାଗେନା, ଜୀବନଟା ଲାଗିଲାଣି, ଜୀବନଟା ଲାଗିଲାଣି ଏବେ ଭାରି ଭାରି, ଏତିକି ବୁଝିବା ମୋର ହେଇଗଲା ଡେରି। ନିଃସ୍ୱକର ହେ ମୋତେ ବିଶ୍ୱବିହାରୀ, ମଳୟ ପରଶ ନ ପାଇ ପାରିଲେ, ବାସ ନାହିଁ ଚନ୍ଦନୀ, ତୁମକୁ ନ ପାଇ ଯେତେ ଯା ପାଇଲେ, ଶାନ୍ତି ନାହିଁ ଜୀବନେ, ମଳୟ ପରଶ ନ ପାଇ ପାରିଲେ, ବାସ ନାହିଁ ଚନ୍ଦନେ, ତୁମକୁ ନ ପାଇ ଯେତେ ଯା ପାଇଲେ, ଶାନ୍ତି ନାହିଁ ଜୀବନେ, ଅଶାନ୍ତିରୁ ପ୍ରଶାନ୍ତିକୁ, ଅଶାନ୍ତିରୁ ପ୍ରଶାନ୍ତିକୁ ପ୍ରାଣ ହୁଏ ଚୋରି, ଏତିକି ବୁଝିବା ମୋର ହେଇଗଲା ଡେରି। ନିଃସ୍ୱକର ହେ ମୋତେ ବିଶ୍ୱବିହାରୀ, ଖାଲି ଖାଲି ଆସିଥିଲି, ଖାଲି ଖାଲି ଆସିଥିଲି, ଖାଲି ଯିବି ଫେରି, ଏତିକି ବୁଝିବା ମୋର
ହେଇଗଲା ଡେରି। ଏତିକି ବୁଝିବା ମୋର ହେଇଗଲା ଡେରି, ହେଇଗଲା ଡେରି। ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।